ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକରେ ଆଗାମୀ ଦିନରେ ପାଳନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସର ପ୍ରସ୍ତୁତି ବୈଠକରେ ଦେଖିବାକୁ ମିଳିଛି ପ୍ରବଳ ହଟ୍ଟଗୋଳ। ଏନ୍ଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ଏନ୍ଏସି ଠାରେ ଉକ୍ତ ବୈଠକ ହୋଇଥିବା ବେଳେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଥାନାଧିକାରୀ ବିନୟ ରଞ୍ଜନ ପରିଡ଼ା ଏବଂ ସମସ୍ତ କାଉନସିଲର, ବୁଦ୍ଧିଜୀବୀ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା। ତେବେ ପତାକା ଉତ୍ତୋଳନକୁ ନେଇ ଆରମ୍ଭ ହୋଇଥିଲା ହଟ୍ଟଗୋଳ। କିଏ କରିବ ପତାକା ଉତ୍ତୋଳନ, ବିଜେଡି ନା ବିଜେପି? ଏଯାବତ୍ ବିଜେଡି ବିଧାୟକ ଶ୍ରୀ ବେହେରା ଉତ୍ତୋଳନ କରି ଆସୁଥିବା ବେଳେ ବର୍ତ୍ତମାନ ବିଜେପି ସରକାର ତଥା କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ପତାକା ଉତ୍ତୋଳନ କରିବା ପାଇଁ ଚର୍ଚ୍ଚା ଜୋର ଧରିଥିଲା। ସେହି ସମୟରେ ବିଧାୟକ ଶ୍ରୀ ବେହେରା ଅଧ୍ୟକ୍ଷଙ୍କୁ ବାହାରକୁ ଯିବାକୁ କହି ନିଜେ ବାହାରକୁ ପଳାଇଥିବାର ଦେଖିବାକୁ ମିଳିଥିଲା। ତେବେ ପୂର୍ବରୁ ଥିବା କମିଟିକୁ ପରିବର୍ତ୍ତନ କରାଯାଇ ନୂତନ କମିଟି ଗଠନ କରାଯିବା ଲାଗି ହଟ୍ଟଗୋଳ ଜୋର ଧରିଥିଲା। ପରେ ପରେ ହଟ୍ଟଗୋଳ ତୀବ୍ର ହୋଇଥିବା ବେଳେ ସମସ୍ତ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଥିବାର ଦେଖିବାକୁ ମିଳିଥିଲା। ନୟାଗଡ଼ରୁ ଜିତେନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଶା।